ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି 19 ଜୁଲାଇ ଶୁକ୍ରବାର ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ସରିଲା, ମରାମତି ଜରୁରୀ କହିଲେ ଗଜପତି। ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କରିଥିଲେ 11 ଜଣିଆ ଟିମ୍। ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରତ୍ନଭଣ୍ଡାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁବାର ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି, ଗଜପତି କହିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖଟ ସେଜ ଘରକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ଅଳଙ୍କାର ଯେଉଁଠି ରଖାଯିବ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସିସିଟିଭି କ୍ୟାମେରା ନଜରରେ ଅଳଙ୍କାର ରହିବ। ଅଳଙ୍କାର ସ୍ଥାନାନ୍ତର ହେବା ପରେ ସେଗୁଡ଼ିକୁ ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସମ୍ପୂର୍ଣ୍ଣ ଯନ୍ତ୍ରପାତିରେ ନିରୀକ୍ଷଣ କରାଯିବ। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଗଜପତି କହିଛନ୍ତି ଯେ ରତ୍ନଭଣ୍ଡାର କେବେ ମରାମତି ହୋଇଥିଲା ତାହା ଆମେ ଜାଣିନାହୁଁ। ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ମରାମତି ଜରୁରୀ ହୋଇପଡ଼ିଛି। ଅଳଙ୍କାର ସ୍ଥାନାନ୍ତର ସରିବା ପରେ ଏଏସ୍ଆଇକୁ ଅବଗତ କରାଯିବ। ଏଏସ୍ଆଇ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ମରାମତି କାର୍ଯ୍ୟ କରିବେ। ରତ୍ନଭଣ୍ଡାରରୁ ଗୁପ୍ତ ସୁଡ଼ଙ୍ଗ ରହିଛି କି ନାହିଁ ଏଏସ୍ଆଇ ତାହାର ଯାଞ୍ଚ କରିବ ବୋଲି ଗଜପତି କହିଛନ୍ତି। ସେହିପରି ରତ୍ନଭଣ୍ଡାର ମରାମତି ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ। ମରାମତି ଶେଷ ନ ହେବା ପର୍ଯ୍ୟନ୍ତ ଗଣତି ମଣତି ହୋଇପାରିବନି ବୋଲି ଗଜପତି କହିଛନ୍ତି। ଖବର ନମ୍ବର 2, ମନ୍ତ୍ରୀ କଲେ ବଡ଼ ଘୋଷଣା, ବନ୍ଦ ହେବନି ଆହାର ଯୋଜନା। ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ଖବର ନମ୍ବର 3, 19ରେ କିଷାନ ଦିବସ ପାଳନ କରିବ ବ୍ୟାଙ୍କ ଅଫ୍ ଇଣ୍ଡିଆ। ବ୍ୟାଙ୍କ ଅଫ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ କିଷାନ ଦିବସ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କ ସର୍ବଭାରତୀୟ ସ୍ତରରେ ଏହି ଦିବସ ପାଳନ କରିବ ବୋଲି ବିଓଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ 13.6 ଲକ୍ଷ କୋଟି ଟଙ୍କାର ମୋଟ ବ୍ୟବସାୟ ସହ 5,100ରୁ ଅଧିକ ଶାଖା ନେଟୱାର୍କ ଥିବା ବିଓଆଇ 2024 ଜୁଲାଇ 19ରେ କିଷାନ ଦିବସ ପାଳନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଓଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଆର୍ ରାଜାଗୋପାଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଭଳି ରାଜାଗୋପାଳ ବିଓଆଇର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟଙ୍କ ସମେତ ବ୍ୟାଙ୍କର 4ଟି ଅଞ୍ଚଳ ଯଥା ବାରିପଦା, ଭୁବନେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଖବର ନମ୍ବର 4, କାଉଡ଼ିଆଙ୍କ ପାଇଁ କଟକଣା, ଧବଳେଶ୍ୱର ପୀଠକୁ ଆଣିପାରିବେନି ପ୍ଲାଷ୍ଟିକ୍ ସମାର୍ଗୀ। ଆସୁଛି ଶ୍ରାବଣ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହା ପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି। କାଉଡ଼ିଆମାନେ କେବଳ ମାଟି ଓ ପିତ୍ତଳ କଳସ ଆଣି ଜଳ ଲାଗି କରିବାକୁ ଆସିବେ। ପ୍ଲାଷ୍ଟିକ୍ କଳସ ଏବଂ ପ୍ଲାଷ୍ଟିକ୍ ତିଆରି ଅନ୍ୟାନ୍ୟ ସମାର୍ଗୀ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଖବର ନମ୍ବର 5, ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ସବୁଠୁ ବଡ଼ କାରଣ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଇଟିଏ ଜୁରିଚ୍ ପକ୍ଷରୁ କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ପୃଥିବୀର ଘୂର୍ଣ୍ଣନ ଏବଂ ଅକ୍ଷରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ମେରୁ ଅଞ୍ଚଳର ବରଫ ଅତ୍ୟଧିକ ମାତ୍ରାରେ ତରଳି ଜଳ ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ବୋହିଯାଉଥିବାରୁ ଏହା ପୃଥିବୀର ବସ୍ତୁତ୍ୱ ବଣ୍ଟନକୁ ବଦଳାଇ ଦେଉଛି। ଫଳରେ ଆମ ଗ୍ରହର ଘୂର୍ଣ୍ଣନ ଗତି ହ୍ରାସ ପାଇଛି ଏବଂ ଦିନଗୁଡ଼ିକ ସାମାନ୍ୟ ବଢ଼ିଥିବା ଗବେଷଣାରେ କୁହାଯାଇଛି। ଖବର ନମ୍ବର 6 ତ ଜାଣିବା, ତା ଆଗରୁ ଆମ ହ୍ୱାଟ୍ସଆପ୍ ଚ୍ୟାନେଲକୁ ଯାଇକି ଫଲୋ କରନ୍ତୁ। ଏହି ହ୍ୱାଟ୍ସଆପ୍ ଚ୍ୟାନେଲରେ ଆପଣମାନେ ଲେଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ପାଇପାରିବେ। ହ୍ୱାଟ୍ସଆପ୍ ଚ୍ୟାନେଲର ଲିଙ୍କ ଭିଡ଼ିଓର ଡେସ୍କ୍ରିପସନରେ ଅଛି। ଖବର ନମ୍ବର 6, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା। 81 ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ବାଇଡେନଙ୍କଠାରେ କୋଭିଡ୍-19ର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି, ତେଣୁ ସେ ଏବେ ଆଇସୋଲେସନରେ ରହି କାମ କରୁଛନ୍ତି। ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର
କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। 2 ବର୍ଷ ପୂର୍ବରୁ ମଧ୍ୟ ବାଇଡେନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୁନର୍ବାର ଏବେ ପୁଣି ଥରେ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଖବର ନମ୍ବର 7, ଏସ୍ସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। କିଡନୀ ଜନିତ ସମସ୍ୟା ସହ ଜ୍ୱର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ଏସ୍ସିବି ମେଡିସିନ ବିଭାଗର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ 4 ଜଣିଆ ଡକ୍ଟରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଖବର ନମ୍ବର 8, ପୁଣି ଘୁଞ୍ଚିଲା ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା। ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ବିସିସିଆଇ ସମ୍ପାଦକ ଜୟ ଶାହା, ଚୟନ କମିଟି ଓ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଭିଡ଼ିଓ କଲ୍ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ ଆଲୋଚନା ସତ୍ତ୍ୱେ ଦଳ ଘୋଷଣା ହୋଇପାରିନଥିଲା। ବୁଧବାର ଦଳ ଘୋଷଣା କରିବାକୁ ଯୋଜନା କରାଯାଇଥିଲା, ମାତ୍ର ଆଗାମୀ ଆଇସିସି ବାର୍ଷିକ ସମ୍ମିଳନୀକୁ ନଜରରେ ରଖି ଶୁକ୍ରବାର ପର୍ଯ୍ୟନ୍ତ ଦଳ ଘୋଷଣାକୁ ଘୁଞ୍ଚାଇ ଦିଆଯାଇଛି। 19 ତାରିଖରୁ ଶ୍ରୀଲଙ୍କାରେ ଆଇସିସି ବାର୍ଷିକ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଜୟ ଶାହାଙ୍କୁ ଆଇସିସିର ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସେହିପରି ଆଗାମୀ ଚାମ୍ପିୟନ୍ ଟ୍ରଫିରେ ଭାରତୀୟ ଦଳର ମ୍ୟାଚ୍ ପାଇଁ ନିରପେକ୍ଷ ଭେନ୍ୟୁ ଚୂଡ଼ାନ୍ତ କରାଯାଇପାରେ। ଦଳ ଘୋଷଣା ହୋଇନଥିଲେ ହିଁ ଚୟନ କମିଟି ଓ ନୂଆ କୋଚ୍ ଉଭୟ ଦିନିକିଆ ଓ ଟି20 ସିରିଜ୍ ପାଇଁ ଭିନ୍ନ ଭିନ୍ନ ଦଳ ଚୟନ କରିସାରିଛନ୍ତି। କେବଳ ଘୋଷଣା ବାକି ରହିଥିବା କିଛି ରିପୋର୍ଟରୁ ଜଣାପଡ଼ିଛି। ଖବର ନମ୍ବର 9, ମନମୋହନ ସାମଲଙ୍କୁ ମିଳିବ ବଡ଼ ଦାୟିତ୍ୱ। ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ। ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ଼ ଦାୟିତ୍ୱ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ୱ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ। ଏଥିରେ ମନମୋହନଙ୍କୁ କ୍ୟାବିନେଟ୍ ପାହ୍ୟା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ବୁଧବାର ଦିନ ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନଥିଲା। ଶେଷଥର ପାଇଁ ସଞ୍ଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ ଥିଲେ। ଖବର ନମ୍ବର 10, ପୁଣି ଭାରତ ପାକିସ୍ତାନ ମୁହାଁମୁହିଁ। ଆଜି ଶ୍ରୀଲଙ୍କା କ୍ରିକେଟ୍ ପଡ଼ିଆରେ ମହାମୁକାବିଲା। ମହିଳା ଏସିଆ କପ୍ 2024 ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଟି20 ଫର୍ମାଟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେପାଳ ଏବଂ ୟୁଏଇର ମହିଳା ଦଳ ମଧ୍ୟରେ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନର ମହିଳା ଦଳ ମଧ୍ୟରେ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସନ୍ଧ୍ୟା 7ଟାରୁ ଆରମ୍ଭ ହେବ। ଶ୍ରୀଲଙ୍କା ମହିଳା ଏସିଆ କପ୍ ଆୟୋଜନ କରୁଛି। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଦାମ୍ବୁଲାର ରଙ୍ଗିରି ଦାମ୍ବୁଲା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ପାକିସ୍ତାନର ମହିଳା ଦଳ ପରସ୍ପର ବିପକ୍ଷରେ ଖେଳି ଏସିଆ କପ୍ର ଅଭିଯାନ ଆରମ୍ଭ କରିବେ। ଏସିଆ କପ୍ରେ ସମୁଦାୟ 8ଟି ଦଳ ଅଂଶଗ୍ରହଣ କରିଛନ୍ତି। ଖବର ନମ୍ବର 11, ଖିଲାପକାରୀ ଘୋଷଣା ପୂର୍ବରୁ ଋଣ ଗୃହୀତାଙ୍କୁ ମିଳିବ ପକ୍ଷ ରଖିବାର ସୁଯୋଗ। ଋଣ ଗୃହୀତାଙ୍କୁ ମିଳିଛି ଆଶ୍ୱସ୍ତି, କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛି। ଏହି ଅନୁଯାୟୀ ଋଣ ଖିଲାପକାରୀ ଶ୍ରେଣୀଭୁକ୍ତ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକୁ ଏଣିକି ଜଣେ ଋଣ ଗୃହୀତାକୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ପଡ଼ିବ। ସର୍ବୋଚ୍ଚ ଅଦାଲତ ଦେଇଥିବା ଆଦେଶ ଅନୁଯାୟୀ ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ଋଣକାରୀମାନଙ୍କୁ ଅଡିଟ୍ ରିପୋର୍ଟର ଫଳାଫଳକୁ ବୁଝାଇବାକୁ ସୁଯୋଗ ଦିଆଯାଉ। ଏହି ଆଦେଶ ପରେ ବ୍ୟାଙ୍କଗୁଡ଼ିକ ଋଣ ନେଇଥିବା ବ୍ୟକ୍ତିଙ୍କୁ ଏହିପରି ମାମଲାରେ ପକ୍ଷ ରଖିବାକୁ 3 ସପ୍ତାହ ସମୟ ଦେବାକୁ ପଡ଼ିବ। ଏଥିସହ ଉତ୍ତର ଶୁଣିବା ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଗୃହୀତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିପାରିବେ ନାହିଁ। ଖବର ନମ୍ବର 12, ବାମନ ଘାଟି ପାଇଁ ରଥ ଭେଟି ଦେଲେ କେନ୍ଦ୍ର ସରକାର। ପୂରଣ ହେବ ରାଷ୍ଟ୍ରପତି ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ରେଳବାଇ ଦକ୍ଷିଣ ପୂର୍ବ ରେଳ ଜୋନ୍ର ପ୍ରଶାସନ ଦ୍ୱାରା ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର 3ଟି ନୂତନ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ସମ୍ପାଦନ ହେତୁ ଜମି ଅଧିଗ୍ରହଣ କାର୍ଯ୍ୟରେ ସହଯୋଗ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ଏବଂ ତାହାର ଅନ୍ତିମ ଦିବସ ଆଗାମୀ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର 3ଟି ରେଳ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଠାରୁ କେନ୍ଦୁଝର, ନୂଆ ରେଳ ଲାଇନ୍ ସଂଯୋଗୀକରଣ,
ଗୁରୁମୌସାଣୀଠାରୁ ବାଙ୍ଗିରିପୋଷି ନୂତନ ରେଳ ଲାଇନ୍ ସଂଯୋଗୀକରଣ ଓ ବାଙ୍ଗିରିପୋଷିଠାରୁ ଚାକୁଳିଆ ନୂତନ ରେଳପଥ ସଂଯୋଗୀକରଣ ପ୍ରକଳ୍ପକୁ ସଂଯୋଗୀକରଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଖବର ନମ୍ବର 13 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି। କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ସମ୍ପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା 2 ଦିନରେ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ସକ୍ରିୟ ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଖବର ନମ୍ବର 14 ଭାରତର ଡାକ୍ତରୀ ଲାଇସେନ୍ସ ପରୀକ୍ଷାରେ 80% ବିଦେଶ ଫେରନ୍ତା ଡାକ୍ତର ଫେଲ୍। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ ଫରେନ୍ ମେଡିକାଲ ଗ୍ରାଜୁଏଟ୍ ଏକ୍ଜାମିନେସନ୍ 2024 ପରୀକ୍ଷାର ରେଜଲ୍ଟ ଘୋଷଣା କରିଛି। ବିଦେଶୀ ମେଡିକାଲ କଲେଜମାନଙ୍କରେ ଡାକ୍ତରୀ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ଭାରତରେ ଡାକ୍ତରୀ ପ୍ରାକ୍ଟିସ୍ ନିମନ୍ତେ ଲାଇସେନ୍ସ ଦେବାକୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଏହି ପରୀକ୍ଷାରେ ରେଜଲ୍ଟ NBMS ୱେବସାଇଟ୍ notbo.edu.in ଓ nb.edu.inରେ ପ୍ରକାଶିତ ହୋଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ 35,819 ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିରୁ 7,233 ଜଣ ପରୀକ୍ଷାର୍ଥୀ ହିଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅର୍ଥାତ୍ ପରୀକ୍ଷାରେ 20.19% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାଖାପାଖି 80% ବିଦେଶ ଫେରନ୍ତା ଡାକ୍ତର ବିଫଳ ହୋଇଛନ୍ତି। ଖବର ନମ୍ବର 15 ବାଂଲାଦେଶ ଅଶାନ୍ତି ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ। ବାଂଲାଦେଶରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଭାରତୀୟ ଛାତ୍ରମାନଙ୍କୁ ବୁଲାବୁଲି ନ କରିବା ଏବଂ ଗତିବିଧିକୁ କମ୍ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁରୋଧ କରିଛି। ବାଂଲାଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଢାକାସ୍ଥିତ ଭାରତୀୟ ହାଇ କମିଶନ ଜାରି କରିଥିବା ପରାମର୍ଶରେ ଲୋକଙ୍କୁ କୌଣସି ଜରୁରୀ କିମ୍ବା ସହାୟତାର ଆବଶ୍ୟକତା ପଡ଼ିଲେ 24 ଘଣ୍ଟିଆ ଜରୁରୀକାଳୀନ ନମ୍ବରରେ ହାଇ କମିଶନ ଏବଂ ଆସିଷ୍ଟାଣ୍ଟ ହାଇ କମିଶନରଙ୍କ ସହ ଯୋଗ କରିବାକୁ କୁହାଯାଇଛି। ଢାକାରେ ହାଇ କମିଶନର ଜରୁରୀକାଳୀନ ନମ୍ବର ହେଉଛି +8819374000591। ଖବର ନମ୍ବର 16 ବିଶ୍ୱର 5ଟି ବୃହତ୍ତମ କୋଇଲା ଖଣି ମଧ୍ୟରୁ 2ଟି ଏବେ ଭାରତରେ। worldatlas.com ଦ୍ୱାରା ପ୍ରକାଶିତ ବିଶ୍ୱର 10ଟି ବୃହତ୍ତମ କୋଇଲା ଖଣି ତାଲିକାରେ ଛତିଶଗଡ଼ର କୋଲ୍ ଇଣ୍ଡିଆର ସହାୟକ ସଂସ୍ଥା SECL ର ଗେଭେରା ଓ କୁଶମୁଣ୍ଡା କୋଇଲା ଖଣି ଦ୍ୱିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଅବସ୍ଥିତ ଏହି 2ଟି ଖଣିର ବାର୍ଷିକ 100 ନିୟୁତ ଟନ୍ରୁ ଅଧିକ କୋଇଲା ଉତ୍ପାଦନ ହୋଇଥାଏ, ଯାହା ଭାରତର ମୋଟ କୋଇଲା ଉତ୍ପାଦନର ପ୍ରାୟ 10% ଅଟେ। ଗେଭେରା ଓପନକାଷ୍ଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତା 70 ନିୟୁତ ଟନ୍ ଏବଂ ଆର୍ଥିକ ବର୍ଷ 23-24ରେ 59 ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଥିଲା। ଖବର ନମ୍ବର 17 ରୋହିତ ଶର୍ମାଙ୍କ ପରେ ବିରାଟ କୋହଲିଙ୍କ ଛୁଟି ବାତିଲ। ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଏବଂ T20 ସିରିଜ୍ ଲାଗି ଟିମ୍ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲିଙ୍କ ଛୁଟି ବାତିଲ ହୋଇଛି। ଏହି ଦୁଇ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବେ। ତେବେ ରୋହିତ ଏବଂ ବିରାଟଙ୍କୁ ଦିନିକିଆ ସିରିଜ୍ ଲାଗି ଉପଲବ୍ଧ ରହିବାକୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର କହିଥିଲେ ବୋଲି ସୂଚନା ମିଳିଛି। ପ୍ରଥମେ ରୋହିତ ଶର୍ମା ରାଜି ହୋଇଥିବା ବେଳେ ଏବେ ବିରାଟ କୋହଲି ହଁ ଭରିଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି T20 ବିଶ୍ୱକପରେ ବିଶ୍ରାମ ନେଇଥିଲେ। ରୋହିତ ଆମେରିକା ଏବଂ ବିରାଟ ଲଣ୍ଡନରେ ଅଛନ୍ତି। ଖବର ନମ୍ବର 18 ଉତ୍ତର ପ୍ରଦେଶର ଗୋଣ୍ଡାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ୟୁପି ଗୋଣ୍ଡା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି। ଏହି ସଂଖ୍ୟା ଅଧିକ ବଢ଼ିବାର ସମ୍ଭାବନା ରହିଛି। ସେହିପରି 20ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କର ଚିକିତ୍ସା ଚାଲିଛି। ଚଣ୍ଡିଗଡ଼ରୁ ଆସାମର ଡିବ୍ରୁଗଡ଼ ଯାଉଥିବା ଚଣ୍ଡିଗଡ଼ ଏକ୍ସପ୍ରେସରେ 10ରୁ ଅଧିକ ବଗି ରେଳ ଟ୍ରାକ୍ରୁ ଲାଇନଚ୍ୟୁତ ହୋଇଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସେହିପରି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱକର୍ମା। ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବାକୁ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଖବର ନମ୍ବର 19 ମାହାଙ୍ଗାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଗଣ୍ଡଗୋଳ। ବିଜେପି କର୍ମୀ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ। କଟକ ଜିଲ୍ଲା
ମାହାଙ୍ଗାରେ ଗତକାଲି ଏଭଳି ଏକ ହଙ୍ଗାମା ହୋଇଛି। ଗତକାଲି ଏକ ସଭାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାହାଙ୍ଗା ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଠେଲାପେଲା କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ସ୍ଥିତି ଉପୁଜିଥିଲା। ମୁଖ୍ୟମନ୍ତ୍ରୀ ନିଜେ ଗାଡ଼ିରୁ ଓହ୍ଲାଇ ବୁଝାସୁଝା କରିବା ପରେ ତାଙ୍କ କାର୍କେଡ୍ ଆଗକୁ ବଢ଼ିଥିଲା। କାର୍କେଡ୍ ଯିବାବେଳେ ବିଜେପି ନେତା ସୁମନ୍ତ ଘୋଡ଼େଇଙ୍କ ଗାଡ଼ି ଆଗରେ ବୋତଲ ମାଡ଼ କରିବା ସହ ଭାଙ୍ଗାରୁଜା କରିଛନ୍ତି ବିଧାୟକଙ୍କ ସମର୍ଥକ। ଫଳରେ ବିଜେପି ନେତା ସୁମନ୍ତ ଘୋଡ଼େଇ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ନ ଯାଇ ଫେରି ଯାଇଥିବା ଜଣାପଡ଼ିଛି। ଖବର ନମ୍ବର 20 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚିତ ଭାଷଣ ସମ୍ବଳିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର ହୋପ୍ର ଉନ୍ମୋଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚିତ ଭାଷଣ ସମ୍ବଳିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର ହୋପ୍ସର ପ୍ରଥମ ଭାଗକୁ ଗତକାଲି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ଉନ୍ମୋଚନ କରାଯାଇଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନଙ୍କ ଉପସ୍ଥିତିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁସ୍ତକର ଇଂରାଜୀ ଓ ହିନ୍ଦୀ ସଂସ୍କରଣ ସହ ଏହାର ଇ-ସଂସ୍କରଣ ଉନ୍ମୋଚନ କରିଥିଲେ।